ପ୍ରେଜ୍ ଲର୍ଡ। ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ ପରମେଶ୍ୱରଙ୍କ ବାକ୍ୟ କହିବା ପାଇଁ, ଯାହାକି ଚିନ୍ତା କର ନାହିଁ। ଲୌକ 12:24 ଲେଖାଯାଇଛି, କୁଆମାନଙ୍କ ବିଷୟ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି ସେମାନଙ୍କ ଗୋଲାଘର ବା ଅମାର ନାହିଁ, ଆଉ ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି। ତୁମେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ। ବହୁତ ସୁନ୍ଦର ବାକ୍ୟ ଦିଆଯାଇଛି। 12:24 ଲୋକ କୁଆମାନଙ୍କ ବିଷୟରେ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ। କାଉମାନେ କେବେ ଚାଷ କରନ୍ତି ନାହିଁ କି ବୁଣନ୍ତି ନାହିଁ କି କାଟନ୍ତି ନାହିଁ, କି ସେମାନେ କେବେ ଚିନ୍ତା ନାହିଁ। ଯେଉଁମାନେ ଆଜି ପରମେଶ୍ୱରକୁ ବିଶ୍ୱାସ କରୁଅଛ, କୌଣସି ବିଷୟରେ ଚିନ୍ତା କର ନାହିଁ। କେମିତି ଖାଇବି, କେମିତି ରହିବି, କେମିତି ବଞ୍ଚିବି, କେମିତି ମୁଁ ଆଗକୁ ବଢ଼ିବି ବୋଲିକି କୌଣସି ବିଷୟରେ ଚିନ୍ତା କର ନାହିଁ। ପରମେଶ୍ୱର ଆମମାନଙ୍କୁ ଯେଉଁଭଳି ପରମେଶ୍ୱରକୁ ଭୟ କରନ୍ତି, ସିଂହସିଂହ ଭୋକରେ ରହିବ। ଯେଉଁମାନେ ମୋତେ ବିଶ୍ୱାସ କରନ୍ତି ସେମାନେ କେବେ ଅଭାବ କରିବେ ନାହିଁ। ତାପରେ କ'ଣ ଲେଖା, ପୁଣି ସେମାନଙ୍କୁ ଗୋଲାଘର ବା ଅମାର ନାହିଁ, ଆଉ ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି। ତାଙ୍କର ଗୋଟେ ଖାଦ୍ୟର ଗୃହ ନାହିଁ, ରଖିବା ଲାଗି ଆହାର ସଞ୍ଚୟ କରିକି। ତାପରେ କ'ଣ କରି, ଆଉ ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି। ଯେହେତୁ ଈଶ୍ୱର ସେମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି, ଆହାର ଦେଉଅଛନ୍ତି, ଆଜି ଯେଉଁମାନେ ପରମେଶ୍ୱରକୁ ବିଶ୍ୱାସ କରୁଅଛ, ପରମେଶ୍ୱର ସେମାନଙ୍କୁ ପ୍ରଚୁର ରୂପେ ଆହାର ଯୋଗାଇବେ। କ'ଣ ଆବଶ୍ୟକ ପରମେଶ୍ୱର ଯୋଗାଇବେ। ପ୍ରିୟ ପ୍ରଭୁଙ୍କ ଦାସମାନଙ୍କୁ ବି କହୁଅଛି, ଯେଉଁମାନେ ପରମେଶ୍ୱର ପାଇଁ ବାହାରି ଅଛ, କୌଣସି ବିଷୟରେ ଚିନ୍ତା କର ନାହିଁ। ପରମେଶ୍ୱର ସେବା କର, ପରମେଶ୍ୱର ଆପଣମାନଙ୍କୁ ସବୁ ବିଷୟରେ ଆବଶ୍ୟକ ଯୋଗାଇବେ। ଯାହାକି ଆମେ ଗୋଟେ ଦେଖୁଅଛୁ, ଯିଏ ଗୋଟେ ମନ୍ତ୍ରୀର ପାଖରେ ଯଦି ତାର ହଲିଆ ରହୁଅଛି, ସେ କୌଣସି ବିଷୟରେ ଚିନ୍ତା କରେ ନାହିଁ। ଯିଏ ଗୋଟେ କଲେକ୍ଟର ଅଫିସରେ କଲେକ୍ଟର ଜବ୍ କରୁଛି, ସେ କୌଣସି ଚିନ୍ତା କରୁନାହିଁ। ସେଇଭଳି ଆମେ ଜୀବିତ ପରମେଶ୍ୱରଙ୍କ ହଲିଆ, ସେ ଜୀବିତ ପରମେଶ୍ୱର ଆମେ ଚାକିରି କରୁନୁ, ଜୀବିତ ପରମେଶ୍ୱର ସର୍ଭିସ୍ କରୁନୁ, ସେ ପରମେଶ୍ୱର ଆମର ଆବଶ୍ୟକ ଯୋଗାଇବା ପରମେଶ୍ୱର। ସେ ପରମେଶ୍ୱରକୁ ଆମେ ବିଶ୍ୱାସ କରୁଛୁ। ଆଉ କ'ଣ ଖାଦ୍ୟ ଦରକାର, କ'ଣ ଆବଶ୍ୟକ ଦରକାର, ସେ ପରମେଶ୍ୱର ଜାଣୁଅଛନ୍ତି। ତାପରେ କ'ଣ କହୁଛି, ତୁମେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ। ପକ୍ଷୀମାନଙ୍କ ଠାରୁ, ଚଢ଼େଇମାନଙ୍କ ଠାରୁ, ଯାହାକି ଆମେ ସେମାନେ କେତେ ନାହିଁ ଅଧିକ ମହତ୍ତ୍ୱପୂର୍ଣ୍ଣ, ଶ୍ରେଷ୍ଠ ଜାତି ବୋଲି ବାଇବେଲ କହୁଛି। ଆମେ ଶ୍ରେଷ୍ଠ ଲୋକ। ପରମେଶ୍ୱର ତାଙ୍କରି ରୂପରେ, ତାଙ୍କରି ଇଏରେ ଆମମାନଙ୍କୁ ନିର୍ମାଣ କରିଅଛନ୍ତି। ଯିଏ ଆମକୁ ନିର୍ମାଣ କରିଅଛନ୍ତି, ଯେଉଁ ପରମେଶ୍ୱର ଆକାଶ ପୃଥିବୀ ବନେଇ ଅଛନ୍ତି, ସେ ପରମେଶ୍ୱରକୁ ଆମେ ବିଶ୍ୱାସ କରୁଅଛୁ। ତୁମେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ। ଆମେମାନେ ବହୁତ ଶ୍ରେଷ୍ଠ ମାନବ ଜାତିମାନେ। ସେଥିପାଇଁ ଆମେ ଖାଦ୍ୟ ପାଇଁ, ପିନ୍ଧିବା ପାଇଁ, ରହିବା ପାଇଁ, ବର୍ତ୍ତମାନ ଲାଗି କି ଭବିଷ୍ୟତ ଲାଗି କି ଆସନ୍ତାକାଲି ଫ୍ୟୁଚରରେ କୌଣସି ଚିନ୍ତା କରୁନାହିଁ। ସେଥିପାଇଁ ପରମେଶ୍ୱର, ହେ ଯେଉଁମାନେ ଚିନ୍ତା କରୁ ମୋର ଉପରେ, ହେ ଭାର ପରିଶ୍ରାନ୍ତ ଭାର କଷ୍ଟ ଲୋକ, ମୋର ଉପରେ ଢାଳ, ମୁଁ ସମ୍ଭାଳି ବୋଲି ପରମେଶ୍ୱର କହିଅଛନ୍ତି। ଆମେ କ'ଣ ପାଇଁ ସେ ବୁଝ ନେମା। ସେ ପରମେଶ୍ୱର ଆମମାନଙ୍କର ଆବଶ୍ୟକ ଜାଣୁଅଛନ୍ତି। ସେ ପରମେଶ୍ୱର ଯୋଗାଇବା ପରମେଶ୍ୱର। ଆମେ ପ୍ରାର୍ଥନା, ପ୍ରଭୁ এই ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିକି ସମାପ୍ତ କରିବା। ହାଲେଲୁୟା। ଧନ୍ୟବାଦ ଯୀଶୁ। ପବିତ୍ର ପରମେଶ୍ୱର ବାବା ପ୍ରଭୁ, ତୁମେ ସୁନ୍ଦର ବାକ୍ୟ ଦେଲ ବାପା। କୌଣସି ବିଷୟରେ ଚିନ୍ତା କର ପ୍ରଭୁ। ପ୍ରଭୁ ପରମେଶ୍ୱର କାଉମାନଙ୍କୁ ଦେଖ, ପକ୍ଷୀମାନଙ୍କୁ ଦେଖ ବାପା ପ୍ରଭୁ କହିଲ ବାପା। এই বাক্য মাধ্যমে পরে সমস্ত কাজ, এই বাক্যের সমস্ত জীবনকারী পবিত্র আত্মা সাহায্য করো। ধন্যবাদ যীশু প্রভু। প্রার্থনা শুনি, যত ছোট প্রার্থনা প্রভু যিশু নাম করছি, আমেন।